ଯୁକ୍ତ 2 ପରୀକ୍ଷାର ଘୋଷଣା ହେଲା ତାରିଖ। ଜାଣନ୍ତୁ କେବେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଘୋଷଣା ହେଲା ଯୁକ୍ତ 2 ପରୀକ୍ଷାର ତାରିଖ। ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ 2 ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି CHSE ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା। ସୂଚନା ମୁତାବକ ଆସନ୍ତା ଡିସେମ୍ବର 26 ରୁ 30 ତାରିଖ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ଏହାପରେ ଜାନୁଆରୀ 2 ରୁ 12 ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅନ୍ୟପଟେ ଫେବୃଆରୀ 15 ରୁ ମାର୍ଚ୍ଚ 20 ଭିତରେ ମେନ୍ ପରୀକ୍ଷା ହେବ। ସମସ୍ତ ଷ୍ଟ୍ରିମ୍ର ଫଳାଫଳ ପରୀକ୍ଷା ସରିବାର 45 ଦିନ ଭିତରେ ବାହାରିବ। ତେବେ ବର୍ତ୍ତମାନ ଫର୍ମ ଫିଲ୍ଅପ୍ ଚାଲିଛି। ତେଣୁ ଯେଉଁମାନେ ଫର୍ମ ଫିଲ୍ଅପ୍ କରିନାହାନ୍ତି ସେମାନେ ଫାଇନ୍ ଡେଟ୍ରେ କରିବେ। 75% ଉପସ୍ଥାନ ନଥିଲେ ମିଳିବନି ଆଡମିଟ୍ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କର ଉପସ୍ଥାନ କମ୍ ଥିବ ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ SCTV ଓଡ଼ିଆ।